ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ସେଇଟା କରାଯାଇଥିଲା। ଯଦି ସେ କଥାଟା ତାକୁ ଟିକଟ ଦିଆଗଲା ପରେ ବାହାରିଥାନ୍ତା ତେବେ ଦଳର ସମ୍ମାନ କେବେ ରହନ୍ତା ନାହିଁ। ତୁମେମାନେ ଯେଉଁମାନେ ସମସ୍ତେ ଆସିଛ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଚେୟାରମ୍ୟାନ୍, ନିମାପଡ଼ା ଏବଂ ଗୋପର ସମସ୍ତଙ୍କୁ ନିବେଦନ, ଇଟ୍ ଇଜ୍ ଇନଷ୍ଟ୍ରକ୍ସନ ଫ୍ରମ୍ ଚିଫ୍ ମିନିଷ୍ଟର। ମୋର ମନା ନାହିଁ ଯେ ସମୀର ଦାସକୁ ଆମେ ଟିକଟ ଦେଇଥାନ୍ତୁ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀର ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ସେଇଟା କରାଯାଇଥିଲା। ଯଦି ସେ କଥାଟା ତାକୁ ଟିକଟ ଦିଆଗଲା ପରେ ବାହାରିଥାନ୍ତା ତେବେ ଦଳର ସମ୍ମାନ କେବେ ରହନ୍ତା ନାହିଁ। ତୁମେମାନେ ଯେଉଁମାନେ ସମସ୍ତେ ଆସିଛ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଚେୟାରମ୍ୟାନ୍, ନିମାପଡ଼ା ଏବଂ ଗୋପର ସମସ୍ତଙ୍କୁ ନିବେଦନ, ଇଟ୍ ଇଜ୍ ଇନଷ୍ଟ୍ରକ୍ସନ ଫ୍ରମ୍ ଚିଫ୍ ମିନିଷ୍ଟର। ମୋର ମନା ନାହିଁ ଯେ ସମୀର ଦାସକୁ ଆମେ ଟିକଟ ଦେଇଥାନ୍ତୁ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀର ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ସେଇଟା କରାଯାଇଥିଲା। ଯଦି ସେ କଥାଟା ତାକୁ ଟିକଟ ଦିଆଗଲା ପରେ ବାହାରିଥାନ୍ତା ତେବେ ଦଳର ସମ୍ମାନ କେବେ ରହନ୍ତା ନାହିଁ। ତୁମେମାନେ ଯେଉଁମାନେ ସମସ୍ତେ ଆସିଛ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଚେୟାରମ୍ୟାନ୍, ନିମାପଡ଼ା ଏବଂ ଗୋପର ସମସ୍ତଙ୍କୁ ନିବେଦନ, ଇଟ୍ ଇଜ୍ ଇନଷ୍ଟ୍ରକ୍ସନ ଫ୍ରମ୍ ଚିଫ୍ ମିନିଷ୍ଟର।